ଶ୍ୱଶୁର କହିଲେ ଭାକୁର ମାଛ ଯେ ଖାଇବେ, ତେଣୁ କରି ଆଜି ଭାକୁର ମାଛ ରୋଷେଇ କର ଭଲ ଭାବେ। ସ୍ୱାମୀଙ୍କୁ ଯେ ତୁରନ୍ତ ମୁଁ ଫୋନ୍ ଲଗାଇଲି, ମାର୍କେଟରୁ 1 କେଜି ଭାକୁର ମାଛ ଆଣିବ ବୋଲି ତ କହିଲି। ସ୍ୱାମୀ ତୁରନ୍ତ ମାର୍କେଟ ଦୌଡ଼ି ଗଲେ, ହେଲେ ମାର୍କେଟରେ ଭାକୁର ମାଛ ନ ପାଇଲେ। ତେଣୁ କରି କଞ୍ଚା କଦଳୀ ଡଜନେ ଆଣିଲେ, ସେହି କଞ୍ଚା କଦଳୀକୁ ମୁଁ ତ ଆଣିଲି। ସଫା ଭାବରେ ଧୋଇକି କାଟି ନତ ଦେଲି, ସବୁତକ ଚୋପା ମୁହିଁ କାଟି ନତ ଦେଲି। ଆହା କାଟି ନତ ଦେଲି। ଶାଶୁ ଶ୍ୱଶୁରଙ୍କୁ କହିଲି ଭାକୁର ମାଛ ନ ମିଳିଲା, ତା ବଦଳରେ ମାର୍କେଟରୁ କଞ୍ଚା କଦଳୀ ଆସିଲା। ଏହି କଦଳୀକୁ ମୁଁ 2 ଖଣ୍ଡ କରି କାଟିଲି। ତାପରେ ଶୁଖା ମରିଚ, ରସୁଣ, ଭୃସଙ୍ଗ ପତ୍ର, ସୋରିଷ ସବୁ ମିଶାଇଲି। ଶିଳରେ ବାଟିଲି ଅତି ଯତନ ଯେ କରି, ଆହା ଯତନ ଯେ କରି। ଏହି ବଟା ମାଛମାନେ ଭେଜ୍ ମାଛକୁ ଦବ ସ୍ୱାଦରେ ଭରି। ସେହି ଭାବରେ ଭାବିଲି ଆଉ କଦଳୀ କଂସାରେ ଥୋଇଲି, ଆହା କଂସାରେ ଥୋଇଲି। ତାପରେ ହଳଦୀ ଗୁଣ୍ଡ ଟିକେ ପକାଇଲି, ବେସର ବଟାର ପେଷ୍ଟ ଗୁଣ ଯେ ଢାଳିଲି। ସ୍ୱାଦ ଅନୁସାରେ ଲୁଣ ଦେଇ ଗୋଳାଇଲି, ସ୍ୱାଦ ଅନୁସାରେ ଲୁଣ ଦେଇ ଗୋଳାଇଲି। ଏଇଟା ଯେ ଭାକୁର ମାଛ ପରି ସ୍ୱାଦ ଦବ, ନିଶ୍ଚିତ ଭାବରେ ଆପଣମାନେ 1 ଥର ଘରେ ଯେ କରିବ। ତାୱା ବସାଇ ତାପରେ ସୋରିଷ ତେଲ ତ ଢାଳିଲି, ଗୋଟି ଗୋଟି କରି କଦଳୀକୁ ମୁଁ ପକାଇଲି, ଆହା କଦଳୀକୁ ପକାଇଲି। ଏହିପରି ଭାବରେ ନିଶ୍ଚିତ 1 ଥର କରନ୍ତୁ, ଆଉ ୟାର ପୁରା ସୁସ୍ୱାଦ ଉଠାନ୍ତୁ। କମେଣ୍ଟରେ ଜଣାଇବେ କେମିତି ଲାଗିଲା। ଭଲ ଲାଗିଲା ନା ପାଟିକୁ ମନ୍ଦ ଯେ ଲାଗିଲା। ଯେଉଁମାନେ ମାଛ ଖାଇ ନଥାନ୍ତି, କଦଳୀ ଭଜାକୁ ସେମାନେ ଭେଜ୍ ମାଛ ଭାବନ୍ତି। ସତ କହିଲି ସାଙ୍ଗମାନେ 1 ଥର ଏମିତି ଯେ କରିବେ। କେମିତି ସ୍ୱାଦ ଲାଗିଲା ଆସି କମେଣ୍ଟ ବକ୍ସରେ ଜଣାଇବେ। 1 ଥର ନିଶ୍ଚିତ ଭାବରେ ଏମିତି ଭାଜନ୍ତୁ, ତାର ଭରପୁର ମାତ୍ରା ଯେ ସ୍ୱାଦ ଯେ ଉଠାନ୍ତୁ। ଏହି କଦଳୀ ଭଜା ଯେ ପଖାଳ ଭାତରେ ଖାଇବ, ତାର ଆତ୍ମା ନିଶ୍ଚିତ ଭାବରେ ତୃପ୍ତ ହେଇଯିବ, ଆହା ତୃପ୍ତ ହୋଇଯିବ। କେମିତି ଲାଗିଲା ଭଜା ନିଶ୍ଚିତ କହିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ଟେ କରିଦେବେ। ପ୍ରଥମ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏହିପରି ଭାବରେ କଦଳୀ ଭଜା ଭାଜି ସମସ୍ତଙ୍କୁ ପରସିବେ।